ମୁଁ ରାନ୍ଧିଥିବା ଚିଙ୍ଗୁଡି ମୁଁ ଏକା କଣ ପାଇଁ ଖାଇଲିନି କହୁଛି ଶୁଣ। ଆକ୍ଚୁଆଲି ଆଜି କଣ ହେଲା ନା ଆଜି ନ୍ୟୁ ଇୟର ର ସେକେଣ୍ଡ ଡେ ଆଉ ସେଥିପାଇଁ ସମସ୍ତଙ୍କ ପାଇଁ ମଟନ ଆସିଥିଲା ତ ମୋ ହଜବେଣ୍ଡ ମୋ ପାଇଁ ସ୍ପେଶାଲି ଚିଙ୍ଗୁଡି ଆଣିଥିଲେ। ତ ମୁଁ ସେ ସବୁ ଦେଖିକି ବହୁତ ଖୁସି ହେଇକି ମାନେ ବହୁତ ପ୍ୟାର ସେ ସିର୍ଫ ମାନେ କେବଳ ଜଣଙ୍କ ପାଇଁ ଯେହେତୁ ଚିଙ୍ଗୁଡି ଆସିଥିଲା ତ ମୁଁ ତ ଭାବିକି ଥିଲି ଯେ ଆଜି ମୋର ଦିନଟା ହିଁ ବନିଗଲା ପୁରା ବହୁତ ସ୍ପେଶାଲି ରାନ୍ଧିବି ମୋ ପାଇଁ। ଆଉ ଦେଖନ୍ତୁ ମୋର ହଜବେଣ୍ଡ ବି ମତେ ଟିକେ ଟିକେ ହେଲ୍ପ କରିଦଉଥିଲେ ମାନେ ଭିଡିଓ ବ୍ଲଗ ଫ୍ଲଗ ବନେଇବାରେ। ଆଉ ଗାଳି ବି କରୁଥିଲା ଗାଇଜ ମାନେ ପହଳା ଏତେ ଜୋରସେ ହଉଥିଲା ତ କାହିଁ ଏଠି ରୋଷେଇ କରୁଛୁ ଗ୍ୟାସ ରେ କଲେ ହୁଅନ୍ତାନି ବୋଲି କରୁଛୁ ନାଇଁ ଥାଉ ଏଠି ଏକା ଠିକ ଅଛି କହିକି ଆମେ ବାସ ରୋଷେଇ କାମରେ ମନ ଧ୍ୟାନ ଦେଇକି ମୁଁ ମାନେ ବହୁତ ସ୍ପେଶାଲି ମୁଁ ରୋଷେଇ କରିଥିଲି ଖାସ ଖାଲି ମୋ ପାଇଁ ବୋଲି ଜାଣିଛନ୍ତି ନା ନାଇଁ ମାନେ ମଟନ ବି ମୁଁ ଏତେ ଟେଷ୍ଟରେ ମାନେ ରାନ୍ଧିନି ଏତେ ମନ ଧ୍ୟାନ ଦେଇକି। ଆଉ ଏଠି ଦେଖ ପିଆଜ ତେଲ ମସଲା କରିକି ମୁଁ ବହୁତ ସୁନ୍ଦର ସେ ତ ଫାଷ୍ଟ ତାକୁ ରାନ୍ଧି ଦେଇଥିଲି ହେଲା। ଆଉ ଯେତେବେଳେ ଫାଇନାଲି ଖାଇବାକୁ ବସିଲି ଜଷ୍ଟ ଫାଷ୍ଟ ବାଇଟ ହିଁ ଖାଇଛି ତାପରେ ମୁଁ ଜାଣିବାକୁ ପାଇଲି କି ଆରେ ସବୁଠାରୁ ଇମ୍ପୋର୍ଟାଣ୍ଟ ଜିନିଷ ଯୋଉଟା କି ଲୁଣ ସେଇଟା ହିଁ ତ ମୁଁ ପକେଇନି ତ ବହୁତ ଖରାପ ହିଁ